ଷୋଡ଼ଶ ଅଧ୍ୟାୟ। ସୁତ କହନ୍ତି ଅନୁରାଗେ ଆନନ୍ଦେ ମୁନିଙ୍କର ଆଗେ। ସୁତ ଉବାଚ ସ୍ୱଭାବ ଅଭିମନ୍ୟୁ ସୁତ ତେଜ ବିକ୍ରମେ ପରୀକ୍ଷିତ। ବ୍ରାହ୍ମଣ ବାକ୍ୟ ଜନ୍ମକାଳେ ସମ୍ଭବୀ ହସ୍ତିନା ମଣ୍ଡଳେ। ରାଜ୍ୟ ଆବୋରି ମହାତେଜେ ବିପ୍ରବଚନ ଗୁଣ ଭଜେ। ବିରାଟ ସୁତ ସୁତା ଥିଲା ସ୍ନେହ ସେ ପରୀକ୍ଷିତେ ଦେଲା। ଉତ୍ତର ସୁତା ଭାଗ୍ୟବତୀ ନାମ ତାହାର ଇରାବତୀ। ତାହାର ଗର୍ଭେ ଚାରି ସୁତ ଧର୍ମେ ସମ୍ପାତି ପରୀକ୍ଷିତ। କୁମାର ଜନ୍ମାଞ୍ଜୟ ଆଦି ସକଳ ଗୁଣେ ସେ ପ୍ରସିଦ୍ଧି। ଆନନ୍ଦେ ରାଜା ପରୀକ୍ଷିତ ଯଜ୍ଞେ ବରିଲା ପୁରୋହିତ। ଗଙ୍ଗାରେ ତୀରେ ବେଦସିଦ୍ଧ ସାଧିଲା ତିନି ଅଶ୍ୱମେଧ। ଦକ୍ଷିଣା ଦେଲା ମନ ଭରି ଦିଗ ବିଜୟ କରି। କଳିଯୁଗକୁ ଏକ ଦିନେ ଦେଖିଲା ବେଳ ଅବସାନେ। ସେ ଶୂଦ୍ର ଜାତି ରୂପ ସଜେ କାଷ୍ଠ ମୂଷଳ ଧରି ଭୁଜେ। ଅଗ୍ରେ ଗୋମିଥୁନକୁ ଥୋଇ ହୁଙ୍କାରେ ପାଦ ପ୍ରହାରଇ। ତାହାକୁ ଦେଖି ନୃପମଣି ତକ୍ଷଣେ ଭୁଜ ଧରି ଆଣି। ବନ୍ଧନ କଲା ବାହୁବଳେ ସେ ବୀର ଅବନୀ ମଣ୍ଡଳେ। ଏମନ୍ତେ ସୁତ ମୁଖୁ ଶୁଣି ସୌନକ ଆଦି ଯେତେ ମୁନି। ଆନନ୍ଦ ହୋଇ କୃତ୍ୟ ବୋଲନ୍ତି ଶୁଣ ମୁନି ସୁତ। ସୌନକ ଉବାଚ କେବଳ ହେତୁ ପରୀକ୍ଷିତ ଦିଗ ବିଜୟ ଉପଗତ। କଳିକି ଧରି ବାହୁବଳେ ବନ୍ଧନ କଲା କିମ୍ବା ଛଳେ। ସ୍ୱଭାବେ ଶୂଦ୍ର ରୂପ ଧରି କପଟେ ନୃପବେଶ କରି। ପାଦେ ପ୍ରହାରିଲା କାହାକୁ ବସୁତ କହିବା ଆମ୍ଭଙ୍କୁ। ଯେ କୃଷ୍ଣ କଥା ଶୁଭବାଣୀ ଏ ଜୀବତରେ ଯାହା ଶୁଣି। ଶରୀର ବହି ମୋହକଳ୍ପେ କି ଲାଭ ଅସତ୍ୟ ଆଳାପେ। ଆୟୁଷ ଦିନୁ ଦିନୁ ତୁଟେ ଜଳ ଜ୍ୟେସନେ ଛିଦ୍ର ଘଟେ। କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର ଅମୃତ ଦାତା ଚକ୍ରଧର। ଯଜ୍ଞ ପ୍ରାଣୀଙ୍କ ନାଶ ଅର୍ଥେ ମୃତ୍ୟୁ ପୁରୁଷ ଏ ଜଗତେ। ସେ ନୁହେଁ କାହାରି ଆୟତ କରଇ କ୍ଷଣଗ୍ରସ୍ତ। ଯାବତ ଯମ ଏହିଠାରେ ମୃତ୍ୟୁ ନହିବ ମର୍ତ୍ତ୍ୟପୁରେ। ସେ ମୃତ୍ୟୁ ମୁଖୁ ନିସ୍ତାରଣ କେବଳ ଶ୍ରୀକୃଷ୍ଣ ଶରଣ। କୃଷ୍ଣ ଭକତି ସୁଧାପାନେ ଅମୃତ ପିହିତ ବଚନେ। ଦିନ ହରନ୍ତି ଦୁଃଖ ସୁଖେ ତାହାଙ୍କୁ ନାରାୟଣ ରଖେ। ସ୍ୱଭାବେ ମନ୍ଦ ବୁଦ୍ଧି ପ୍ରାଣୀ ନିଜ ଆୟୁଷ ନ ପ୍ରମାଣୀ। ନିରତେ ମନ୍ଦ କର୍ମ କରେ ତାର ଆୟୁଷ ଏ ସଂସାରେ। ଅର୍ଦ୍ଧେ ହରଇ ନିଦ୍ରା ନିଶି ଦିବସ ବ୍ୟର୍ଥ କ୍ରମେ ଗ୍ରାସୀ। ଏମନ୍ତେ ମୁନିଙ୍କ ପ୍ରସନ୍ନେ ସୁତ କହନ୍ତି ଦୋଷ ମନେ। ସେ ରାଜ ଋଷି ଯେତେବେଳେ ବସିଲେ ହସ୍ତିନା ମଣ୍ଡଳେ। ବିଶେଷ ଅର୍ଜୁନର ନାତି ରାଜାଙ୍କ ମଧ୍ୟ ଚକ୍ରବର୍ତ୍ତୀ। କଳି ପ୍ରବେଶ କଥା ଶୁଣି ଦିଗବିଜୟ ନୃପମଣି। ଉତ୍ତମ ରଥ ସଜ କରି ରଥେ ଜଚିଲା ଅଶ୍ୱଚାରୀ। ଶ୍ୟାମ ତୁରଙ୍ଗ ମନୋଜବ କେକାଉ ଅଶ୍ୱଙ୍କ ପ୍ରଭାବ। ଅଶ୍ୱଭୂଷିତ ଅଳଙ୍କାର ଯେହ୍ନେ ଉଦିତ ଦିବାକର। ରଥ ଉପରେ ସିଂହଧ୍ୱଜ ପୁରୁ ବାହାର ମହାରାଜ। ଆବୃତ ଚତୁରଙ୍ଗ ବଳେ କେ ତାକୁ ସମ ମହିତଳେ। ବିଜୟ କଲା ଚାଲନ୍ତେ ଅବନୀ କମ୍ପିଲା। ମିଳେ ଉତ୍ତର କୁରୁ ଦେଶେ ସବନପତି ତାର ବସେ। ଭଦ୍ରସ କେତୁମାଳା ଜିଣି ଭାରତବର୍ଷ ନୃପମଣି। ବରଷ କିଂପୁରୁଷ ଆଦି ଜିଣିଲା ସକଳ ସମ୍ପାଦି। ସବନପତି ତା ଚରଣେ ଧନେ ଖଟିଲେ ଦଶପଣେ। କେତେଁ ଲୋକ ତାର ଆଗେ କୃଷ୍ଣ ଚରିତ ନାନା ରଙ୍ଗେ। ଆତ୍ମକ ରଖିଲେ ଯେମନ୍ତେ ଦ୍ରୋଣ କୁମର ଶସ୍ତ୍ରଘାତେ। ବୃଷ୍ଣି ପାଣ୍ଡବ ବନ୍ଧୁପଣେ ଭକତି କୃଷ୍ଣର ଚରଣେ। ପୂର୍ବ ପୁରୁଷଙ୍କର ବାଣୀ ତୋଷ ତାହାଙ୍କ ମୁଖୁ ଶୁଣି। ସନ୍ତୋଷ ହେଲେ ନୃପମଣି ଉତ୍ତମ ଧନ ବସ୍ତ୍ର ଆଣି। ତାହାଙ୍କୁ ଦେଲେ ପୁରସ୍କାର ରତ୍ନ କଙ୍କଣ ମଣିହାର। ପାଣ୍ଡବ ତୁଲେ ଯେତେ ଭାବ ସଂସାରେ ସାଧିଲେ ମାଧବ। ରଥେ ସାରଥି ପଣେ ରଥେ ଯେ ବନବାସ ଘୋର ପଥେ। ଦୁଃଖ ଉଧରି ସଖାପଣେ ହସ୍ତିନା ଗଲେ ଦୂତପଣେ। ଆସନ ଶୟନ ଭୋଜନେ ଶ୍ରୁତି ବଚନେ ବନ୍ଧୁପଣେ। ଏ ଆଦି ଯେତେ କର୍ମ କରି ପାଣ୍ଡବ ସଙ୍ଗତେ ବିହରି। ସେ ଭାବ ଘେନି ଦୃଢ଼ଚିତ୍ତେ ଭଜିଲା କୃଷ୍ଣ ପାଦଗତେ। ପୂର୍ବ ପୁରୁଷଙ୍କର ଧର୍ମ ସାଧିଲା ଅନୁଦିନେ କର୍ମ। ସେ ପୁଣି ନିଜ କର୍ମ ବସେ ଲଭିଲା ଅଳପ ବୟସେ। ତାର ଆଶ୍ଚର୍ଯ୍ୟ କଥା ଯେତେ ଶୁଣ ସୌନକ ଶୁଦ୍ଧ ଚିତ୍ତେ। ଧର୍ମ ଯେ ଏକ ପାଦ ଭଇ ଦିନେ ସେ ବୃଷ ରୂପ ହୋଇ। ଭୂମିକି ଦେଖି ଧେନୁ ରୂପେ ବିଶ୍ୱାସୀ ମିଳିଲା ସମୀପେ। ସେ ଧେନୁ ଅତି ଦୁଃଖୀ ଅଧପଦନେ ଅଶ୍ରୁମୁଖୀ। କାନ୍ଦଇ ତେଜହୀନ ହୋଇ ବଛା ବିହୁନେ ଯେହ୍ନେ ଗାଈ। ତାର ବଦନ ଚାହିଁ ଧୀରେ ଧର୍ମ ପୁଛଇ ପ୍ରିୟ ଭରେ। ବୋ ବସୁନ୍ଧରା ସତ୍ୟ କହ ତୋର ବିଷୟ ମୋ ସନ୍ଦେହ। ତୋର ଶରୀରେ କିବା ବ୍ୟାଧି ଅନ୍ତର ବାହାରେ ଆଚ୍ଛାଦି। ବିରସ ବଦନ ତୋହର ଯେ ମୁଖ ସ୍ୱଭାବେ ସୁନ୍ଦର। କିବା ତନୟ ତୋର ମଲା ସ୍ୱାମୀ ବା ଦୁଃଖେ ପ୍ରଭାସିଲା। କିବା ତୋହର ମନ ବ୍ୟଥା କି ନଷ୍ଟ ଧନେ ତୋର ଚିନ୍ତା। ଏକଇ ପାଦ ଦେଖି ମତେ ଦୟା ବସିଲା ତୋର ଚିତ୍ତେ। କିବା ଏ ଘୋର କଳି କାଳେ ଶୂଦ୍ର ଭୁଞ୍ଜିବେ ତତେ ବଳେ। କିବା ଦେବଙ୍କ ପ୍ରୀତି ଛଳେ ଯଜ୍ଞ ନୋହିଲା ମହିତଳେ। ତେଣୁ ବା ଇନ୍ଦ୍ର ନ ବର୍ଷିଲେ ଏଣୁ ବା ପ୍ରଜା ନାଶ କଲେ।
କିବା ପୁରୁଷେ ନିଜ ନାରୀ ଉପେକ୍ଷୀ ପରଦାରା କରି, କିବା ବାଳକେ ପିତାମାତା ଛାଡ଼ିବେ ତେଣୁ ତୋର ଚିନ୍ତା, କିବା ବ୍ରାହ୍ମଣେ ବେଦବାଣୀ ସାଧିବେ ହୀନ କୂଳେ ଆଣି, କି ହୀନ କ୍ଷତ୍ରିୟ ବନ୍ଧୁ ରାଜା କଳି ପୀଡ଼ିତ ଜନପ୍ରଜା। ନିଜ ଭୁବନ ଛାଡ଼ି ଜନେ ପଶିବେ ଦୁର୍ଗମ ବିପିନେ, ପ୍ରାଣୀନାମଣି ନାନାସ୍ଥାନ ଆସନ ଶୟନ ଭୋଜନ, କରିବେ ପରପାକେ ମତି ପର ଯୁବତୀ ସଙ୍ଗେ ରତି, କିବା ତୋହର ଗୁରୁ ଭାର ଖଣ୍ଡିଲା କୃଷ୍ଣ ଅବତାର, ତାର ଚରଣ ତୋ ଉପର ଯେନେ ଭୂଷିତ ଅଳଙ୍କାର, ତାର ଚରିତ ଗୁଣଲୀଳା କିବା ତ ମନ ସୁମରିଲା, ତାର ବି ଯୋଗେ ତୋର ଚିତା ସାଗରେ ବିମୋହଗତ, ଏ ଆଦି ଯେତେ ଚିନ୍ତାଭାର କହ ତ ବିମନ ବ୍ୟବହାର, ଦେବେ ପୂଜନ୍ତି ତୋତେ ଭଲେ ହେବ ଅବଜ୍ଞା କିବା କଲେ, କାଳ ବା ତୋର ଜୋର ଶବ୍ଦ କରି ଏଣୁ ଦିଶିଲୁ ହତଶରୀ, ଧର୍ମ ବୃଷଭ ବାକ୍ୟ ଶୁଣି ଧରଣୀ କହେ ମନେ ଗୁଣି। ଧରଣୀ ଉବାଚ ଭବୃଷ ଯେତେ ପ୍ରଶ୍ନ ତୋର, ଏ ତୋତେ ନୁହେଁ ଅଗୋଚର, ତୋହର ଚତୁର ଚରଣ ପ୍ରାଣୀଙ୍କ ସୁଖର କାରଣ, ସତ୍ୟ ଶୌଚ ଦୟା କ୍ଷାନ୍ତି ତ୍ୟାଗ ସନ୍ତୋଷ ରଜବୃତ୍ତି, ତପ ସମଦମ ତିତିକ୍ଷା ଇନ୍ଦ୍ରିୟ ସଂଯମ, ଜ୍ଞାନ ବୈରାଗ୍ୟ ଐଶ୍ୱର୍ଯ୍ୟ ସ୍ୱାତନ୍ତ୍ର୍ୟ ତେଜ ଶ୍ରୁତି ଶୌର୍ଯ୍ୟ, ଧୈର୍ଯ୍ୟ କୌଶଳ ମୃଦୁ ଭାବ, କାନ୍ତିବାଗ୍ନିତା ସୁସ୍ୱଭାବ, ବିନୟ ସହ ଓଜ ବଳ, ତେଜ ଗମ୍ଭୀର୍ଯ୍ୟ ଏ ସକଳ, କୀର୍ତ୍ତି ଏ ମାନ ଅହଙ୍କାର, ଏ ସର୍ବ ଯାହାର ଶରୀର, ଏ ଆଦି ଅନ୍ୟ ଧର୍ମ ଯେତେ, କର୍ମ ସାଧନ ଏ ଜଗତେ, ମହତ ଜନ ଆଚରଣ, ଆତ୍ମାର ପରମ କାରଣ, ଏ ସର୍ବ ଗୁଣ ସୌଭାଗ୍ୟେ, ଗମିଲେ ଗୋବିନ୍ଦର ସଙ୍ଗେ, ପଡ଼ିଲା କଳି ଦୃଷ୍ଟିପାତ, ତେଣୁ ଶୋଚନା ମୋର ଚିତ୍ତ, ଶ୍ରୀକୃଷ୍ଣ ବିରହେ କାତର, ତେଣୁ ଶୋଚନା ଚିତ୍ତ ମୋର, ମୁଁ ଏବେ ଆତ୍ମାକୁ ସୁମରି, ଏ ସର୍ବ ଗୁଣ ମନେ ଧରି, ତୋର ଚରଣ ଭଗ୍ନ ଦେଖି କାନ୍ଦଇ ଅତେ ଦୁଃଖେ ଦୁଃଖୀ, ଦେବତା ଋଷି ପିତୃଗଣ ଯେ ବର୍ଣ୍ଣ ଶ୍ରମ ଆଚରଣ, ଏ ସର୍ବ ଧର୍ମ ଗଲା ଦୂର, ମତେ ଛାଡ଼ିଲେ ଚକ୍ରଧର, ବ୍ରହ୍ମାଦି ଦେବ ଦେବୀ ଯେତେ, ନିଶ୍ଚଳେ ମୋହର ସହିତେ, ଯାର ଅପାଙ୍ଗ ମୁଖ୍ୟ ଶିରି, ଲଭିବେ ବୋଲି ଆଶା କରି, କଠୋର ତପ ସାଧି ବନେ, ପ୍ରପନ୍ନ ଯାହାର ଚରଣେ, ସେ ଲକ୍ଷ୍ମୀ ତେଜୀ ପଦ୍ମବନ, ଯାର ହୃଦୟେ ଲଭିସ୍ଥାନ, ସେ ସ୍ଥାନେ ନ ରହେ ତା ମନ, ଯାର ଚରଣେ ନିତ୍ୟ ଧ୍ୟାନ, କରି ବଞ୍ଚଇ ସର୍ବବେଳା, ସେ ହରି ନିଜପୁରେ ଗଲା, ତାର ଚରଣ ଚିହ୍ନ ଯେତେ, ଧ୍ୱଜ ଅଙ୍କୁଶ ମୋର ଗାତ୍ରେ, ସେବେଳେ ଅଳଙ୍କୃତ ହୋଇ, ସୁଧ ସୁନ୍ଦର ବିରାଜଇ, ଯେଣୁ ଛାଡ଼ିଲେ ମତେ ହରି, ତେଣୁ ଦିଶଇ ହତ ଶିରି, ଅସୁର ଅକ୍ଷୟହିଣୀ ଭାର, ବିଶ୍ୱାସ କଲା ଯେ ମୋହର, ତତେ ସ୍ଥାପିଲେ ଏ ସଂସାରେ, ଅଶେଷ ଜନ ଉପକାରେ, ଯାଦବ ବଂଶ ହିତକର, ଅଶେଷ ଅନାଙ୍ଗ ସୁନ୍ଦର, ଏ ତିନି ଲୋକ ମନ ମୋହେ, ଶ୍ୟାମ ସୁନ୍ଦର ନିଜ ଦେହେ, ସେ ରୂପ ହୋଇଲା ଅନ୍ତର, ତେଣୁ ବିବର୍ଣ୍ଣ ରୂପ ମୋର, କଥନ ମନୋହର ସ୍ମିତେ, ପ୍ରେମାବଲୋକନ